समस्त गौरव महिमा तुम्भକୁ ଦେଇ ଯୀଶୁଙ୍କ ନାମରେ ଉତ୍ସର୍ଗ କଲେ। Amen. Praise the Lord. Hallelujah. Hallelujah. ସମସ୍ତେ ଗୃହ ନିର୍ମାଣ କରି ଆଶ୍ରୟ ପାଆନ୍ତି। ଯଦି ସେ ଘର ଅତି ଉଚ୍ଚ ମାନର ହୋଇଥାଏ, କେତେ ଆନନ୍ଦ ଲାଗେ। ଜାପାନ ଆଉ କେତେକ ଦେଶ ଏମିତି ଘର ନିର୍ମାଣ କରୁଛନ୍ତି, ସୁନାମି ଆସୁ କି ଭୂମିକମ୍ପ ସେ ଘର ଭାଙ୍ଗିବ ନାହିଁ। କିନ୍ତୁ ଘରର ନିର୍ମାଣକାରୀ ମାନେ ତ ରହିବେ ନାହିଁ, କି ଲାଭ ହବ? ସୁନାମି ସିନା ଭାଙ୍ଗିବ ନାହିଁ, କିନ୍ତୁ ନିର୍ମାଣକର୍ତ୍ତା ରହିଲେ ସିନା ଘର ଭୋଗ କରିବେ। ଦିନ ଆସୁଅଛି ଏ ପୃଥିବୀର ସମସ୍ତ ଗୃହ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ। ସୁନାମିରୁ ରକ୍ଷା ପାଇଲେ କଣ ହେବ? ପରମେଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବ ନାହିଁ। ଏଣୁ ଆମେମାନେ ଏଇ ପ୍ରକାରର ଘର ନିର୍ମାଣ କରିବା ଦରକାର, ଯାହା କେବେ ବିନଷ୍ଟ ନହେବ। ଏଣୁ ପ୍ରଭୁଙ୍କ ଲୋକମାନେ ଜିହୁଦାଙ୍କ ପତ୍ର ତହିର 1 ଅଧ୍ୟାୟର 20 ପଦରେ ପରମେଶ୍ୱର କହନ୍ତି, ଧର୍ମ ଜୀବନ ରୂପ ଗୃହ ନିର୍ମାଣ କର। এই ଗୃହ କଂକ୍ରିଟ, ଲୁହା, ସିମେଣ୍ଟ, ପଥରର ଗୃହ ନାହିଁ, ଧର୍ମ ଜୀବନର ଗୃହ। এই গৃহ যদি নির্মাণ হই নাই, এ সাংসারিক গৃহ ଆମକୁ ସୁରକ୍ଷା ଦେବ ନାହିଁ। ଶୀତରୁ, ଖରାରୁ, ବର୍ଷାରୁ, ଭୂମିକମ୍ପରୁ, ଚୋର ଡକାୟତ ମାନଙ୍କ ଆକ୍ରମଣରୁ ଏଇ ଭୌତିକ ଗୃହ ଆମକୁ ରକ୍ଷା ଦେଇପାରେ, କିନ୍ତୁ ପରମେଶ୍ୱରଙ୍କ କ୍ରୋଧରୁ ରକ୍ଷା ଦେଇପାରିବ ନାହିଁ। ଏଣୁ ପରମେଶ୍ୱର କହିଅଛନ୍ତି, ଧର୍ମ ରୂପ ଗୃହ ନିର୍ମାଣ କର। ବୃଷ୍ଟି ହେଲେ ହେ, ବତାସ ଆସିଲେ ହେ, ବଢି ଆସିଲେ ହିଁ ସେ ଘର ନ ଭାଙ୍ଗିବାର ଅଛି। ପ୍ରଭୁଙ୍କ ଲୋକମାନେ ବାଇବଲରେ ଅନେକ ଘର ଅଛି। ଯୋହନ 14:1-2 ଯୀଶୁ କହିଲେ, ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ତାମାନେ ପିତାଙ୍କ ଗୃହ ଅଛି। ଯୀଶୁ କହିଲେ, ମୁଁ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛି। ସେ ସ୍ଥାନ ପ୍ରସ୍ତୁତ କଲା ପରେ ଭାର୍ଯ୍ୟାକୁ ନେଇକି ଯିବେ। ଆଉ ଆଜିକାଲି ଭେଣ୍ଡିଆ ମାନେ ସ୍ଥାନ ପ୍ରସ୍ତୁତ ନ କରି ବାହାରି ଯାଉଛନ୍ତି। ଯୀଶୁ ସ୍ଥାନ ପ୍ରସ୍ତୁତ କଲା ପରେ ଭାର୍ଯ୍ୟା ଗ୍ରହଣ କରିବେ। ତମ୍ବୁ ରୂପ ପାର୍ଥିବ ଗୃହ ଭଙ୍ଗାଯିବ, ସ୍ୱର୍ଗୀୟ ଗୃହକୁ
आमे पिंधिबा किंतु प्रभु को लोक माने ए सब विषय बादे जेउ गृह को आमे आजि ध्यान करिबा ताहा हेउछि प्रथम करिन्थी 3 रो 9 पद 9 पद माइक रे पढ़ो मन जेहेतु 5टा कैमरा लागि छि बुझलो माइक दियो तांको नले माइक धरवा लोक प्रार्थना रे बसछ कि दिया ही नहीं कि ये भल्लो पढ़ंती तांको दियो हां जेहेतु किंग गायिका कारण आम्भे माने ईश्वरଙ୍କ सहकर्मी तुम्भे माने ईश्वरଙ୍କ क्षेत्र ईश्वरଙ୍କ गृह। अच्छा सभा मान करे पुओ माने काहे कि पढ़ु नांती बोली मु भाबुछि स्कूल जाई छंती ना नाही ना कोन आह्वान से का नाही ना कोन ए गां रानी गां नाही किंग गां किंग माने एठी पढ़िबार अछि रानी पेंठारे रानी माने पढ़िले चले किंतु किंग माने तो तळे भी बसी नांती ए माने सब चौकीदार ही छी जमींदार भी टिके हेले भलो बुझलो जमीन रे बसिबार अछि हौ जदि किहे पुओ मान को भीतर अछ आछि मान सम्मान बंचै दियो किंग गार जेतिकी भी छळ नाही बोले आउ किछि करा जाई पारिबो नाही हालेलुया प्रेज द लॉर्ड चलो पढो जाओ कारण आम्भे माने ईश्वरଙ୍କ सहकर्मी तुम्भे माने ईश्वरଙ୍କ क्षेत्र ईश्वरଙ୍କ गृह। ठीक जीवन थला परे पढि दछु हां कारण आम्भे माने ईश्वरଙ୍କ सहकर्मी तुम्भे माने ईश्वरଙ୍କ क्षेत्र ईश्वरଙ୍କ गृह। हां तुम्भे माने ईश्वरଙ୍କ क्षेत्र तुम्भे माने ईश्वरଙ୍କ गृह এই যে গৃহ কথা এঠারে লেখা আছে এই গৃহ ভৌতিক আক্ষরিক সাংসারিক গৃহ নুহে ଏହା ଆଧ୍ୟାତ୍ମିକ ଗୃହ ଅଟେ ଆପଣ ମାନେ ହେଉଛନ୍ତି ସେ ଗୃହ ଯଦି ଆମେ ସେ ଗୃହଠୁ এই গৃহ को परीक्षा କରାଯିବ प्रभुଙ୍କ लोक माने पाउलଙ୍କ द्वारा ईश्वर एपरि प्रकाश करନ୍ତି से गृहर निर्माण किपरि से गृहर अंतिम दशा किपरि 2 गोटी कथा को 9 रु 13 पद भितर लिखा अछि से गृह को किपरि निर्माण करा जिबा उचित जदि आपण माने ईश्वरଙ୍କ गृह अटंती तेबे आपण माने जे ईश्वरଙ୍କ गृह एई गृह कि प्रकार निर्मित हेबा आवश्यक प्रथम कथा आउ द्वितीय कथा हेउछि ए गृहर निर्माणर गुणवत्ता उपरे एहार अंतिम कालर स्थिति परिणाम निर्धारित हबो जदि निर्माण ठीक रे हेइ नाय एहार अंतिम कालर स्थिति अवस्था दयनीय हेबो शोचनीय हेबो एणु जदि आपण माने ईश्वरଙ୍କ गृह आमे मंसासीन होउछु ए गृह निर्माण आमे पालक प्रचारक आउ जेते प्रकार सेवक किए कोटा निर्माण करुछि सावधान
ପ୍ରଭୁଙ୍କ ଲୋକମାନେ ଜିହୁଦା କହୁଛନ୍ତି ତାହାର 1 ପଦରୁ ଆରମ୍ଭ କରିକି 15 ପଦ ଯାଏ 7 ପ୍ରକାରର ଭଣ୍ଡ ସେବକ ମାନେ ସେବା କରୁଛନ୍ତି। କିଏ କଇନ ପରି କେବଳ ଈର୍ଷା କରିକି ଅନ୍ୟକୁ ହଇରାଣ କରୁଛନ୍ତି। କିଏ ହେବଲ ପରି, କିଏ ବିଲିୟମ ପରି ଧନ ଲୋଭୀ ହେଇଯାଇଛନ୍ତି। କିଏ କରହ ମାନଙ୍କ ପରି ମଣ୍ଡଳୀରେ ପଦ ପଦବୀ ପାଇଁ ଖାଲି ବିବାଦ କରୁଛନ୍ତି। ଆଉ କେହି ମେଘ ଶୂନ୍ୟ ଜଳ ଶୂନ୍ୟ ମେଘ ପରି ବାୟୁ ଦ୍ୱାରା ଚାଳିତ ହେବେ କିନ୍ତୁ ଜଳ ନଥିବା ମେଘ। ଆପଲ ଜଳ ଥିବା ମେଘ ଥିଲେ। ଆପଲ ଜଳ ସେଚନ କରୁଥିଲେ 3:6 ଲେଖା ଅଛି। ଜଣେ ସେବକ ମାନେ ଜଳ ଥିବା ମେଘ ହେବାର ଅଛି। କଇନର ପଥରେ ନ ଯିବାର ଅଛି। ବେଦୀରେ କଇନ ବି ଥିଲେ, ହେବଲ ବି ଥିଲେ। ଜଣେ ଜଣକୁ ଈର୍ଷା କରିକି ହତ୍ୟା କରିଦେବା। ଯେତେ ବଡ ହେଲେ ମଧ୍ୟ ଈର୍ଷାରୁ ଯଦି ମୁକ୍ତ ହେଇନାହାନ୍ତି, ଆପଣ ପ୍ରଭୁଙ୍କ ଘର ନିର୍ମାଣ କରୁନାହାନ୍ତି। ପ୍ରଭୁଙ୍କ ଲୋକମାନେ ଏଣୁ ଜିହୁଦା ସଚେତନ କରାଇଲେ। ତାହାର 11 ପଦରେ କହିଲେ ସେମାନେ କଇନର ପଥରେ ଚାଲି ଯାଇଛନ୍ତି। ଦ୍ୱିତୀୟରେ କହିଲେ ବିଲିୟମର ଭ୍ରାନ୍ତିରେ ପଡି ଯାଇଛନ୍ତି। ଖାଲି ପଇସା, ହାଇ ପଇସା, ପଇସା ପାଇଁ ଖାଲି ସେବା କରୁଛନ୍ତି। ଏମାନେ କି ଗୃହ ନିର୍ମାଣ କରିବେ? ଆଜ୍ଞା କୁଆଡେ ଗଲେ ପଇସା କେମିତି ମିଳିବ ଏ ଉଦ୍ଦେଶ୍ୟ। କୋଉଠିକୁ ଗଲେ ମଧ୍ୟ ପଇସା ପାଇବା ଉଦ୍ଦେଶ୍ୟରେ ହିଁ ଯାଆନ୍ତି। ଏମାନେ ପ୍ରଭୁଙ୍କ ଗୃହ ନିର୍ମାଣ କରିବେ ନାହିଁ। ପ୍ରଭୁଙ୍କ ଲୋକମାନେ ତୃତୀୟ ଦଳ ହେଲେ କରହ ବଂଶୀୟ ଲୋକମାନଙ୍କ ପରି ବିଦ୍ରୋହକାରୀ। କେବଳ ବିଦ୍ରୋହ ଗଣ୍ଡଗୋଳିଆ ବୁଦ୍ଧି ଏମାନଙ୍କର। ଏମାନେ ଧର୍ମ ଜୀବନ ଗୃହ ନିର୍ମାଣ କରିପାରିବେ। ପୁଣି ଚତୁର୍ଥରେ ହେଉଛନ୍ତି ବାୟୁ ଚାଳିତ ଜଳଶୂନ୍ୟ ମେଘ ତୁଲ୍ୟ। ବିଲକୁଲ ଜଳ ନାହିଁ। ଗୀତ ଗାଆନ୍ତୁ, ବାକ୍ୟ କୁହନ୍ତୁ, ପ୍ରଚାର କରନ୍ତୁ, ହଟ୍ଟା ହୁଅନ୍ତୁ କି ଧୀରେ କୁହନ୍ତୁ, ଜଳ ନାହିଁ। କିନ୍ତୁ 1,84,000 ଯେତେବେଳେ ଗୀତ ଗାଉଛନ୍ତି, ତାଙ୍କ ସ୍ୱର ମହା ଜଳ କଳ୍ହଳ ପରି। ତାଙ୍କ ସ୍ୱର ମହା ଜଳ କଳ୍ହଳ ପରି। ପ୍ରଭୁଙ୍କ ଲୋକମାନଙ୍କର ସ୍ୱରରେ ମଧ୍ୟ ଜଳସେଚନ ହେଇଯାଉଥିବାର ଅଛି। ସେମାନଙ୍କର ଶିକ୍ଷାରେ, ବାକ୍ୟରେ, ପରାମର୍ଶରେ, ପ୍ରାର୍ଥନାରେ, ମଣ୍ଡଳୀରେ ଜଳସେଚନ ହେଉଥିବାର ଅଛି। ତାହେଲେ ସେମାନେ ଜଳ ଥିବା ମେଘ। ଖଣ୍ଡେ ମେଘ ଉଠିଲା 3.5 ବର୍ଷର ଦୁର୍ଭିକ୍ଷ ଦୂର କରିଦେଲା। ଖଣ୍ଡେ ମେଘ ହଉ କିନ୍ତୁ ଦୁର୍ଭିକ୍ଷ ଦୂର କରିବାର ଅଛି। ଆଜି ମଣ୍ଡଳୀରେ ଆତ୍ମିକତାର ଦୁର୍ଭିକ୍ଷ, ଗୀର୍ଷା ପ୍ରାର୍ଥନା ଆସୁଛ, ଏତେ ଷ୍ଟାଇଲ ହେଇ ଆସିବାର ଉଦ୍ଦେଶ୍ୟ କଣ? ପ୍ରଭୁ ଆମର ଷ୍ଟାଇଲ ଦେଖି ସନ୍ତୁଷ୍ଟ ହୁଅନ୍ତି କି? ମୁଁ କହିବି ଆତ୍ମିକତାର ଅଭାବ ଥିଲେ ଷ୍ଟାଇଲର ବାହୁଲ୍ୟତା ହେଇଯିବ। ଗଦା ଗଦା ସୁନା ଅଳି ହେଇକି ଆସିବେ, କାହିଁକି ତାଙ୍କ ଓଢଣୀ ପକେଇ ହେବେ? ସୁନା ଲୁଚିଯିବ। ମଣ୍ଡଳୀରେ ଜଳଶୂନ୍ୟ ମେଘ ଯାକ ଥିଲେ, କାହିଁକି ଆଜ୍ଞା ଆତ୍ମିକତାର ବର୍ଷା ହେବ? ମରୁଡି ହେଇଯାଉଛି ମଣ୍ଡଳୀ ଗୁଡାକ। ମଣ୍ଡଳୀରେ ଆତ୍ମିକତାର ଅଭାବ। ଲୋକମାନେ ପବିତ୍ରତା ପାଇଁ କାହିଁକି ଉତ୍ସୋଗୀ ହଉନାହାନ୍ତି? ମଣ୍ଡଳୀରେ ପବିତ୍ରତାର ଦୁର୍ଭିକ୍ଷ ପଡିଯାଇଛି।
मंडली रे पवित्र आत्मांकर उद्दीपनार दुर्भिक्ष गीत होउछ आम पिला माने भल्लो गाउछंती भल्लो बजाउछंती उद्दीपनार उद्दीपनार दुर्भिक्ष मरुड़ी परिवर्तन मूलक आमे केते जन कहि परिबा अमुक लोक मोर अमुक दिनर प्रचार शुणी आसिकी कांदी कांदी पाप स्वीकार कला बोली केते जन आमे कहि परिबा प्रभु को लोक माने परिवर्तन मूलक सेवा मंडली रे अभाव हो जाइछि दुर्भिक्ष मंडली रे आश्चर्य कर्मर दुर्भिक्ष हो जाइछि मंडली रे आत्मा लाभर दुर्भिक्ष आत्मा लाभ हेउ नै प्राय आमे बसुछु आम पिला माने बाहा हेले बहु आनिले संख्या बढ़िला पिला छुआ हेले संख्या बढ़िला एटा आत्मा लाभ नै आत्मा लाभर दुर्भिक्ष हो जाइछि पवित्र आत्मांकर कार्यर दुर्भिक्ष हो जाइछि स्पिरिचुअल लाइफ रो दुर्भिक्ष हो जाइछि प्रार्थनार दुर्भिक्ष होइछि मंडली रे पवित्रतार दुर्भिक्ष होइछि बेसी प्रार्थना करिबा पिला माने टोका संगे पळुछि मु कहैबा पई चाहे सभा समिति रे खर्च करिबा को आत्मिकता बोली हम कहि परिबा नै एटा उद्योग बाइबल पढ़ी देबा गीत गाई देबा आत्मिकतार परिचय नाही कला प्रदर्शनी अटे प्रतिभार प्रदर्शनी अटे केहे न देखिले मध्य घरे आंटी की जदि गीत गाउछ सेटा आत्मिकता के न देखिला बेले जदि तुमे ठिया हेई की बाइबल पढुछ घरे एटा आत्मिकता काहे की आंध्रा रे जे उद्दीपना काहे की तमिलनाडु रे भेंडिया माने कॉलेज पढ़िबा पिला माने आंठू रे ठिया हेई की घंटा टी लेखा बाइबल पढुछंती आ हमर भेंडिया माने चेर खोजुछ दुर्भिक्ष पड़िछि गिरजा घर को आसीबा आगरु दर्पण सामना रे घंटा टी लगौछंती झियो माने कोन बाहा घर को जाउछंती ना बर को देखै हेबा को जाउछंती कुआडे जाउछंती मु एमिति मंडली को देखिछि चर्च को आसीबा आगरु झियो पिला माने घरे अध घंटा लेखा आंठी की प्रार्थना करी जाउछंती प्रभु आज मो पई कथा कुह मु कहिबा पई चाहे एमिति सभारे आपण जेते सभारे बे जाहंतु यदि एमिति ही जाउथिबे किछि पाइबो नै मु कहिबा पई चाहे जिसु को पछरे प्राय अनुमानिक 15,000 लोक जाउथिले संख्या लघु को गणा जाउथिला सब जगह रे लघु संख्या थिला पुरुष मानक संख्या 5,000 स्त्री मानकर संख्या सबु बेले संख्या अधिक रहउथिला एते लोक भितरे अनेक स्त्री थिले जने स्त्री कहीं की सुस्त होला से घरु प्रस्तुत हेकी जाइछि आपण घरु लिपस्टिक लगे के आसले हबो कि एटा पिंदिबी ना सेटा पिंदिबी बोले 5टा ड्रेस चेंज करी आछो सते कि जीसु से ड्रेस देखि कर हीलिंग कर देबा से स्त्री घरु रेडी हेइछि मु जीबी ता पाई सहज नथिला काहे कि से प्रदर रोगी से रोगी आपे असुचि जेहेतु ता देह रे असुचिता अछि असुचि रोगी केबे हेले सुचि समाज को जीवा पाई अनुमति नाही आमे हेइथिले बाहन करि दैथांतु कोन बोली आम पाई तो अनुमति नाही आमे केमति जीवो छोट गोटे काश ही गले गिरजा आसुना
देह टिके उषुम उषुम ज्वर लगे गिरजा आसुना पेटे खाईदेले ओजन लगुच दौला मु कहबा भाई चाहे ये स्त्री को बहुत प्रतिबंधक थिला केतोटी मु कहूची नंबर 1 शास्त्रीय प्रतिबंधक थिला व्यवस्था रे प्रतिबंधक थिला से प्रकार स्त्री केबे कोनोसी पुरुष को छुईबा पई अनुमति नाही द्वितीय प्रतिबंधक जिहुदीय संस्कृति रे जिहुदीय परंपरा रे स्त्री माने पुरुष को स्पर्श करिबा निषेध छुईबा को मना अछि और ये स्त्री मने मने घरे थिला बेले रेडी होछि मुझिबी किंतु छुईबी देह को सिना छुईबा पई मना अछि वस्त्र रो झंपा को छुई हालेलुया हालेलुया प्रभु को लोक माने से घरे रेडी हेछि मिरेकल सभारे होछि तमे घरे रेडी हे कि आसीबो नाही सभारे मिरेकल हेबो नाही से घरे रेडी हेछि भय दूर करि देछि शास्त्रीय प्रतिबंधक को से दूर करि देछि नैराश्यता को दूर करिछि आ मने मने गोटिए दृढ़ आसु मु छुईबी देखबा कोटा हेले तो गोटे हेबो ना नहीं जिबा जितुली मा सिछि जिबा कोटा हेले गोटे कहबो किछि नहले हटा तो हबो ना किछि नहले सांबार भात तो मिलबो ना ए माने किछि पाइबो ना ये स्त्री प्रतिबंधक को जय करिछि ये स्त्री घरे रही की रेडी हे सारिछि मु कहिबी रविवार गिरजार आपण जाउछंती घरे रेडी हे की जानतु घरे रेडी हे की जानतु आजिर उपासना रे मु जिसु को ठारो एहा पाइबी हालेलुया हालेलुया से घरे विश्वास कला से घरे आशा रे पूर्ण हैला सुनो समस्ते गला परि से जाई ना तांको पाखरे केते स्त्री थिबे होइलो कुआडे बाहरलु तो देह भल नाही परा हां भल नाही किंतु आज मु भल हेबी प्रेज द लॉर्ड ये पचला माउसी तुमे कुआडे बाहरलो नाही लो जिसु पुणी 5टा रोटी 2टा माछ दउछंती जे आज तो भातिया नाही घरे सेठी हेले खाइबु बोली मु आसी एमती कोई थिबे ना नाही आउ जने जदि पछारी थिबो माउसी तुमे कुआडे भौजो बहु तुमे कुआडे काको कहूना आज सुस्त हेला माउसी पैसा मोर अवस्था जानिचो काको कहबो नहीं आज जिसु मते सुस्त ताको जदि केही भी पचारिबे से एक कथा कहबे आज आपण केते लोक कहिबे आज मते प्रभु स्पर्श करिबे सभा हेउची बोली आसले हेबो नै जितुले मासु कि केही भी आसंतु आपण प्रस्तुत हे कि आसले जाय चालुथिबा जिसु अटकी जिबे आपण प्रस्तुत हे कि आसले जाय समस्त लोकों को ठारू आपण स्पेशल ब्लेसिंग पाइबे ए स्त्री संपूर्ण प्रिपेयर हे कि आसीछिए जेते बेले से आसीला ता भितरे प्रतिबंधक दूर करिछि ता भितरु भय दूर करिछि ता भितरु संदेह दूर करिछि ता भितरु नैराश्यता दूर करिछि ता भितरु संपूर्ण भावरे से विश्वास रे पूर्ण हे कि आसी अविश्वास को दूर करिछि तार दृढ़ आशा अछि जे आज मु झुंपा को छुईबी आ मु सुस्थ हेबी प्रेज द लॉर्ड कहीं से शुणी से कथा कहिले मढ़ा उठे से कथा कहिले तूफान शांत हुए
से कथा कहिले आश्चर्य कर्म हुए यदि से कथा कहिले हुए से छुईले हुए अंध सुस्थ तेबे तांको मु छुईले काहेकि हबो एपटे पितर जोहन जाकोब आंद्रिय थोमा बार्तोलोमी जीसुको उपरे माड़ी पडुछन्ति किंतु सुस्थ होइनांति आमे सभारे आमे कमिटी मेंबर आमर जीसु तुमर जीसु हेले की लाभ हबो प्रस्तुत हठात से स्त्री छुईला जीसु अटकी गले जीसु कहले किए मते छुईला भीतर कहिदेव प्रभु माड़ी पडुछ की कथा कहउछन्ति आपण लोक तुम उपरे माड़ी पडुछ नाही भीतर समस्ते मो उपरे माड़ी पड़िला पड़ी नाही केही जणे स्वतंत्र भावरे छुईला हालेलुया हालेलुया आपण जेबे भी रविवार गिरजा को जिबे एमती स्वतंत्र ही की जानत वेसलो बालक रेडी नथिले भी आपण को देखि प्रभु तांको द्वारा काम करते काहेकि बाइबलर नियम नूतन नियमर विधि जे केही जीसुଙ୍କ ଠାରୁ କିଛି ପାଇଛନ୍ତି ସେମାନେ ପ୍ରସ୍ତୁତ ହେଇକି ଯାଇଛନ୍ତି ତାଙ୍କ ପୋଷାକର ପ୍ରସ୍ତୁତି କଥା କହୁ ନାହିଁ ତାଙ୍କର ସାଜ ସଜ୍ଜା ଭେଷ ଭୂଷାର କଥା କହୁ ନାହିଁ ସେମାନେ ହୃଦୟରେ ବିଶ୍ୱାସରେ ପବିତ୍ରତାରେ ଆଶାରେ ଭରସାରେ ନିଜକୁ ରେଡି କରି ଯାଇଛନ୍ତି ଆଉ ସେମାନେ ହିଁ ପାଇଛନ୍ତି हे दाऊद संतान जीसु बोली डाको पकाई 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 गले एमाने आशार सहित जाइथिले विश्वासर सहित जाइथिले प्रभुक लोक माने आपण सभा समिति को आसंतु कि गिरजा उपासना को आसंतु जदि आपण सेमिति आशा सहित जीवे नाही प्रभु भी आपणकर किछि आशा जदि देखिबे नाही किछि आपण को देबे नाही किछि देबे नाही एणु मोर परामर्श आपण बाहरे केते भलो पोशाक पिंदुछंती न पिंदुछंती जाय आसे किंतु भितरे आशार सहित तृषार सहित जानतु आजी जीसु मते छुईबा आजी मते प्रभु कथा कहिबार अछि आजी मु प्रभु को शक्ति को टाणीबार अछि ए आशार सहित जीवार अछि जणे एते आशार सहित गला जे तार पारिपार्श्विक परिस्थिति ताको अटकाई भारला नाही तार चाकिरी रो मान सम्मान को भूली जाई मांकड़ चढ़िला परी गछरे चढ़ी जाई आशा आशा थिबा लोक माने चेष्टा करती आ जीसु रास्ता छाड़ी की ताहा निकट को चली जीसु रास्ता छाड़ी की गछ तळ को चली गले कहले सखियो ओलाई आस आपनकर आशा अछि तो चेष्टा रहबो केते जण आज प्रार्थना करी आसीछंती प्रभु आज मते कथा कहबे यदि करी की आस्तिबे तो प्रभु कथा कहबे यदि करी नाहंती आ प्रभु कथा कहउछंती एटा अनुग्रह रे पाप विचार की कथा कहउछंती मोर कहिबार भाबो मंडली मानगरे दुर्भिक्ष सभा मानगरे दुर्भिक्ष एबे मु आउ केतरा विषय देखुछि मैचिंग ड्रेस रे लोक समय बितउछंती गुटे बेला रे मैचिंग ड्रेस आ गुटे बेला रे आ गुटे मैचिंग ड्रेस प्रोसेशन रे नाचो सरला परे भी नाचो आनंद रो उणा नाही मु कहिबा पई चाहे आमर गिरजा हेउ कि आमर सभा हेउ केते लोक परिवर्तन हेकी जाउछंती केते लोक सुस्त हेकी जाउछंती केते लोक उद्दीपित हेकी जाउछंती केते लोक जीसु को अनुभव करिकी जाउछंती यदि से सब हो नाही ताहले आत्मिकतार दुर्भिक्ष पड़ी जाछि प्रभु को लोक माने आ ए दुर्भिक्ष दूर हेबा पाई हेले
କାରଣ ହେଉଛି ଜଳଶୂନ୍ୟ ମେଘ। ଦୁର୍ଭିକ୍ଷ ଦୂର ହେବ ଯଦି ଜଳରେ ପୂର୍ଣ୍ଣ ମେଘ ମାନେ ଠିଆ ହେଇଯିବେ। ମେଘ ତ ଅଛି କିନ୍ତୁ ପାଣି ନାହିଁ। ଚିତ୍କାର କଲେ କଣ ହେବ? ରୋଳ ଉଠାଇଲେ କଣ ହେବ? ଗୀତ ଗାଇଲେ କଣ ହେବ? ପାଟି କଲେ କଣ ହେବ? ପାଣି ଥିବାର ଅଛି। ଯେଉଁ ପାଣି ଭୂମିକୁ ସନ୍ତରା କରେ, ଯେଉଁ ପାଣି ତୃଷା ମେଣ୍ଟାଇ ଦିଏ, ଯେତେବେଳେ ସମିରଣିଆ ସ୍ତ୍ରୀ ଯୀଶୁଙ୍କୁ ଜାଣିଲା, ଗ୍ରହଣ କଲା, ସେ ଜଳ ପାଇଗଲା ପରି ତୃପ୍ତ ହେଇଗଲା। ମୋର କହିବାର ଭାବ, ସମସ୍ୟା ରହିଛି ମେଘରେ। ମେଘ ଗୁଡାକରେ ପାଣି ନାହିଁ। କୁଆଡୁ ଦୁର୍ଭିକ୍ଷ ଦୂର ହେବ ଆଜ୍ଞା? କୁଆଡୁ ଉଦ୍ଦୀପନା ଆସିବ? ଏଣୁ ଜିହୁଦା କହୁଛନ୍ତି ସେମାନେ ଜଳ ଶୂନ୍ୟ ମେଘ ତୁଲ୍ୟ। ତାପରେ ସେ କହୁଛନ୍ତି ସେମାନେ ହେମନ୍ତ କାଳର ଫଳ ଶୂନ୍ୟ ବୃକ୍ଷ ତୁଲ୍ୟ। ପୁଣି ଜିହୁଦା କହୁଛନ୍ତି ସେମାନେ ସମୁଦ୍ରର ଫେଣ ତୁଲ୍ୟ, ଆଉ ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ। କିନ୍ତୁ କଣ କହୁଛନ୍ତି 16 ପଦରେ? କିନ୍ତୁ ଠାରୁ ପଡ 16 ପଦ ନାହିଁ କି 17 ପଦ ପଡ। କିନ୍ତୁ ହେ ପ୍ରିୟମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ମାନେ ପୂର୍ବେ ଯେଉଁ ସବୁ କଥା କହିଅଛନ୍ତି ସେହି ସବୁ ସ୍ମରଣ କର। 18 19 ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ, ଶେଷ କାଳରେ ଆପଣା ଆପଣା କୁଅଭିଳାଷରେ ଚାଳିତ ପରିହାସ ଲୋକେ ଉପସ୍ଥିତ ହେବେ। ସେମାନେ ଦଳଭେଦ ସୃଷ୍ଟି କରନ୍ତି, ସେମାନେ ସାଂସାରିକ ମନା ଓ ଈଶ୍ୱରଙ୍କ ଆତ୍ମାବିହୀନ। କିନ୍ତୁ ହେ ପ୍ରିୟମାନେ, ତୁମ୍ଭେମାନେ ଆପଣମାନଙ୍କ ଅତି ପବିତ୍ର ବିଶ୍ୱାସ ଉପରେ ଆପଣମାନଙ୍କର ଧର୍ମ ଜୀବନ ରୂପ ଗୃହ ନିର୍ମାଣ କର। ଶୁଣନ୍ତୁ, କଇନ ପରି, ବିଲିୟ ପରି, କୋରହ ପରି, ବାୟୁ ଦ୍ୱାରା ଚାଳିତ ଜଳ ଶୂନ୍ୟ ମେଘ ପରି, ହେମନ୍ତ କାଳର ଫଳ ଶୂନ୍ୟ ବୃକ୍ଷ ପରି, ସମୁଦ୍ର ଫେଣ ପରି, ଭ୍ରମଣକାରୀ କେତୁ। ଭ୍ରମଣକାରୀ କେତୁ ବୋଲି କହିଲେ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ସେବକ ମାନେ ତାରା ଅଟନ୍ତି, କେତୁ ଅଟନ୍ତି। ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ଏମାନେ କେତୁ ବା ତାରା। ପ୍ରକାଶିତ 1:16, 1:19, 20ରେ ସପ୍ତ ନକ୍ଷତ୍ର, ସପ୍ତ ମଣ୍ଡଳୀର ପାଳକ, ପ୍ରଚାରକ ବା ସେବକ ମାନେ। କିନ୍ତୁ ଜିହୁଦାରେ ଯେଉଁ ସେବକ ମାନଙ୍କୁ ଭ୍ରମଣକାରୀ କେତୁ ବୋଲି କୁହାଗଲା, ଦୁନିଆରେ ଆକାଶ ମଣ୍ଡଳରେ ବେଳେ ବେଳେ କେତେକ ତାରା ଦେଖାଯାନ୍ତି। ସେ ତାରାକୁ ଆଜି ଆପଣ ପୂର୍ବରେ ଦେଖିଥିବେ, କାଲିକି ସେ ଦକ୍ଷିଣରେ ଥିବେ, ପୁଣି ପର ଦିନକୁ ଦେଖିଲା ବେଳକୁ ପଶ୍ଚିମ ଆଡକୁ ପଳେଇଥିବ। ଶାସ୍ତ୍ରବିତ୍ ମାନେ, ଜ୍ୟୋତିଷ ମାନେ ସେପରି ତାରା ଦ୍ୱାରା କୌଣସି ଗବେଷଣା କରିପାରନ୍ତି। ଆଉ ସେଇ ତାରା ସେମାନଙ୍କର କୌଣସି କାମରେ ଆସେ ନାହିଁ। କାହିଁକି? ସେ ସବୁବେଳେ ରୂପ ବଦଳାଏ, ଜାଗା ବଦଳାଏ। କେହି କେହି ଅଛନ୍ତି ସବୁବେଳେ ନୂଆ ନୂଆ ପ୍ରକାର ହେଉଥିବେ। ଘଡେକୁ ଭାବବାଦୀ ହେଇଯାଉଥିବେ, ଘଡେକୁ ଶିକ୍ଷକ ହେଇଯାଉଥିବେ, ଘଡେକୁ ପ୍ରଚାରକ ହେଇଯାଉଥିବେ। ଅସ୍ଥିର, କୌଣସି ସେବାରେ ସ୍ଥିର ନୁହନ୍ତି ଏମାନେ। ଏ ପ୍ରକାର ସେବକ ମାନେ ଅଛନ୍ତି। କିନ୍ତୁ ହେ ପ୍ରିୟ ମାନେ, 17 ପଦରେ ଜିହୁଦା କହୁଛନ୍ତି
तुम्हें माने प्रभु जीशु ख्रीष्ट प्रेरित मान शिक्षा को स्मरण कर कहीं स्मरण कर जेहेतु धर्म जीवन रूप घर तैयारी करबार अछि तुम्हें माने ଖ୍ରୀଷ୍ଟଙ୍କର ପ୍ରେରିତ ମାନଙ୍କର ଶିକ୍ଷାକୁ ସ୍ମରଣ କର ସେମାନେ ଯାହା ଯାହା କହିଛନ୍ତି ତାହା ସ୍ମରଣ କର ତାପରେ ସେ 18-19 କହୁଛନ୍ତି ଶେଷ କାଳରେ ଆପଣ ଆପଣ ପଢି ଦିଅନ୍ତୁ 18-19 ସେମାନେ କିପରି ତୁମ୍ଭମାନଙ୍କୁ କହୁଥିଲେ ଶେଷ କାଳରେ ଆପଣ ଆପଣ କୁଅଭିଳାଷାନୁସାରେ ଚାଳିତ ପରିହାସ ଲୋକେ ଉପସ୍ଥିତ ହେବେ। ସେମାନେ ଦଳଭେଦ ସୃଷ୍ଟି କରନ୍ତି ସେମାନେ ସାଂସାରିକ ମନା ଓ ଈଶ୍ୱରଙ୍କ ଆତ୍ମା ବିହୀନ ସେମାନେ ଆତ୍ମା ବିହୀନ ସେମାନେ ସାଂସାରିକ ମନା ସେମାନେ ଦଳଭେଦ ସୃଷ୍ଟି କରନ୍ତି କିନ୍ତୁ हे प्रिय माने तुम्हें माने अति पवित्र हो और पवित्रतार ऊपर धर्म जीवन रूप गृह निर्माण करो वो पवित्र आत्मा रे प्रार्थना करो से माने आत्मा विहीन किंतु तुम्हें माने आत्मा रे प्रार्थना करो से माने असुचि तुम्हें अति पवित्र विश्वास ऊपर घर तैयारी करो शुणु ए घर जो तैयारी हेबो एथिको ए घर को ए सेवक माने ही तैयारी करबे एणु करे पाउलो कहिले मो उत्तम गृह निर्माणकारी तुल्य भित्तिमूल स्थापन करिछि आ से गृह तुम्हे माने इंग्लिश रे लिखा अछि वाइज मास्टर बिल्डर करिन्थी 3:10 ओडिया रे लिखा अछि गृह निर्माणकारी बुद्धिमान नुह ज्ञानवान తెలుగులో ఏటి రాయబడి ఉన్నది చదవండి మొదటి కొరింథీ 3:10 వచనం ఏమి శిల్పకారు నేర్పరైన అంటే నేర్పరి అయిన बस ହେଲା ବୁଝିଲୁ నేర్పరి అయిన ମାନେ କଣ ଆଜ୍ଞା ହଉ ହେଲା କିନ୍ତୁ ଇଂଲିଶ ରେ ଲେଖା ଅଛି वाइज मास्टर बिल्डर तामाने से मास्टर अटंती निर्माण करिबा के पालक आमर पालक माने आमर सेवक माने सेमति हेबा हालेलुया आमे गृह निर्माणकारी आ पाउलो कहउछंती तुमे माने से गृह आ पाउलो कहउछंती मो उत्तम भित्तिमूल स्थापनकारी गृह निर्माणकारी राजमिस्त्री बोली लिखा अछि हिंदी हालेलुया भित्तिमूल स्थापन करी करी करिन्थ को गले एफेस को गले फिलिप को गले गलाती को गले आ कलोसी को गले जुआड़े गले पाउलो गुडे एमिति मेस्त्री जुआड़े गले खोलु छंती मापरे खोलु छंती भित्तिमूल पकई पकई चालु छंती जपतिरे कैनेडियन मिशनरी माने आसी भित्तिमूल पकई आमे से ऊपर कौन निर्माण करूछु जागृति का भी नहीं आमे तांके पकई थिवा भित्तिमूल ऊपर पाळ गदा करि दउनु तो पाउलो पूरा घर तैयारी करि नांती पूरा घर तैयारी करि नांती पाउलो कहिले मु खाली भित्तिमूल बसुछु आ से भित्तिमूल होचंती यीशु ख्रीष्ट ता माने तुम मान को जीवन रे यीशु को मु एस्टैब्लिश करूछि
ହାଲେଲୁୟା। ଭିତ୍ତିମୂଳ ନ ଖୋଳିକି ପକାଯାଏ କି କାଦୁ ଖୋଳାଯାଏ। ପାଉଲଙ୍କର ପ୍ରଚାର ଲୋକମାନଙ୍କ ହୃଦୟକୁ ଏମିତି ଖୋଳି ପକଉଥିଲା ଯେ ପାପ ବାହାରି ଆସୁଥିଲା, ସେ ହୃଦୟରେ ଯୀଶୁ ସ୍ଥାପିତ ହଉଥିଲା। ଏଣୁକରି ପାଉଲ କହିଲେ ପରିତ୍ରାଣ ନିମନ୍ତେ ସୁସମାଚାରର ଶକ୍ତି ଅଛି। ତାମାନେ ପାଉଲ ଯେଉଁ ଜାଗାରେ ଯାଇକି ପ୍ରଚାର କଲେ, ଓହ ଲୋକ ପରିତ୍ରାଣ ପାଉଥିଲେ। ତାଙ୍କର ମିନିଷ୍ଟ୍ରି, ତାଙ୍କର ଆହ୍ୱାନ, ଲୋକମାନେ ଯୀଶୁଙ୍କୁ ଗ୍ରହଣ କରନ୍ତୁ, ଲୋକମାନେ ଯୀଶୁଙ୍କୁ ହୃଦୟରେ ଭିତ୍ତିମୂଳ ପରି ସ୍ଥାପନ କରନ୍ତୁ। ପାଉଲ ସବୁ ଜାଗାରେ ଭିତ୍ତିମୂଳ ସ୍ଥାପନ କଲେ, କିନ୍ତୁ ପାଉଲଙ୍କର ମନ ପରି ଆଜିକାଲି ସମସ୍ତଙ୍କର ମନ ନାହିଁ। ପାଉଲ କଥାରେ କହୁଛନ୍ତି କରିନ୍ଥକୁ, ମୁଁ ଭିତ୍ତିମୂଳ ବସାଇଛି, ଅର୍ଥାତ୍ ମୁଁ ରୋପଣ କରିଛି। ତୁଇ କୁଆଡୁ ଆସିଲୁ ଆପଲ? ତୁ ଅଲଗା ଜିଲ୍ଲାର ଲୋକ, ପଳା ବୋଲି କହିଲେ କି? ତୁଇ କୋଉ ସଂସ୍ଥାର ଲୋକ, ଇଆଡେ ପଳେଇ ଆସିଲୁ? ପାଉଲଙ୍କର ମନୋଭାବ ଦେଖନ୍ତୁ, ମୁଁ ରୋପଣ କଲି, ପାଣି ପକେଇବା କାମ ମୁଁ କରିନାହିଁ। ଆପଲ ଜଳସେଚନ କଲେ। ପିତର, ଆନ୍ଦ୍ରିୟ, ଯୋହନ, ଯାକୋବ, ଥୋମା, ବାର୍ଥୋଲୋମି, ମଥିୟ, ଜିହୁଦା, ଏମାନଙ୍କର ଚିନ୍ତାଧାରା କେତେ ଉଚ୍ଚତର। ଏମାନେ ଯୀଶୁଙ୍କର ଦ୍ୱାଦଶ ଥିଲେ। ଏମାନେ ଯେତେବେଳେ ଦେଖିଲେ ଗୋଟିଏ ଅଲଗା ସହରର ଗୋଟିଏ ପୁଅ ଆମ ପରି ଆହ୍ୱାନ ପାଇଛି, ଆମ ପରି ପ୍ରଚାର କରୁଛି, ଆମ ପରି ସେବା କରୁଛି, ସେମାନେ ତାହା ସହିତ ହାତ ମିଶାଇ। ଆଉ ଆମର ଲୋକ ହେଇଥିଲେ, ତୁଇ କୁଆଡୁ ଆସିଲୁ? ଆମର ସଂସ୍ଥାର ତୁ ନାହିଁ, ଆମର ଜିଲ୍ଲାର ତୁ ନାହିଁ। ତୁ ଯୀଶୁଙ୍କୁ ଦେଖିଛୁ କି? ଆମେ ଯୀଶୁଙ୍କ ଟିମ୍, ତାକୁ ଭିତରେ ପଶି ନଥିଲେ। କିନ୍ତୁ ସେମାନେ ପାଉଲକୁ, ବର୍ଣ୍ଣବାକୁ ସହଭାଗିତାର ଡାହାଣ ହାତ ମିଶେଇଲେ। ଡାହାଣ ହାତ ମିଶେଇଲେ ଅର୍ଥ ଫୁଲ ସପୋର୍ଟ କରିବୁ ଆମେ। ରାଇଟ ହ୍ୟାଣ୍ଡ ବୋଲି କହିଲେ ଆମ ହାତରେ ଯେତିକି ହଉଛି ଆମେ ସେତିକି ତତେ ସହଯୋଗ କରିବୁ, ସେବା କର। ପ୍ରଭୁଙ୍କ ଲୋକମାନେ ଜଣେ ଭିତ୍ତିମୂଳ ବସେଇବ, ଆଉ ଜଣେ ଉପରେ ତିଆରି କରିବ। କାନାଡିଆନ, ଆମେରିକାନ ମିଶନାରୀ, ଜର୍ମାନ, ଡେନମାର୍କ ମିଶନାରୀ ମାନେ ଓଡ଼ିଶାରେ ଆସିକି ଭିତ୍ତିମୂଳ ପକେଇକି ଗଲେ, ଆମେ ସେ ଉପରେ କଣ ତିଆରି କରୁଛୁ? ଧର୍ମ ଜୀବନ ଗୃହ ନା ବେପାର ବାଟର ଗୃହ? ନା ଅଧର୍ମର ଗୃହ, ନା ପଇସାର ଘର, ନା ରାଜନୀତିର ଘର? କି ଘର ଆମେ ତିଆରି କରୁଛୁ? ଭିତ୍ତିମୂଳ ସେମାନେ ବସାଇକି ଯାଇଛନ୍ତି, ସେ ଉପରେ ଆମେ କଣ ନିର୍ମାଣ କରୁଛୁ? ସାବଧାନ! ପାଉଲ ଏଣୁକରି ଚେତାଇ ଦେଲେ, ସେ ଉପରେ କିଏ କି ପ୍ରକାର ଘର ବନଉଛନ୍ତି, ଆଉ ତାହାକୁ ସେ ଉଲ୍ଲେଖ କରୁଛନ୍ତି। 12 ପଦରେ ସେ 6 ଗୋଟି ଧାତୁ ଉଲ୍ଲେଖ କରୁଛନ୍ତି। ସେ ଘର କୋଉ ଧାତୁରେ ତିଆରି ହେଲେ ସେ ଘରର ଅନ୍ତିମ ଦଶା ଭଲ ହେବ? ପଢନ୍ତୁ। କିନ୍ତୁ ଯଦି କେହି ସେଇ ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ, ତାହାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ କରିବ, ଯେଣୁ ସେହି ଦିନ ଅଗ୍ନି ସହିତ ପ୍ରକାଶିତ ହେବ। ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର ସେହି ଅଗ୍ନି ପରୀକ୍ଷା କରିବ। ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, ଏ ଘରକୁ, ଆପଣ ଯୋଉ ଘର, ଆପଣଙ୍କ ଜୀବନ ଏକ ଘର, ଏ ଘରକୁ ବିଚାର ଦିନରେ ଅଗ୍ନି ପରୀକ୍ଷା କରିବ। ଏଇଟା ହଉଛି ଏ ଘରର ଶେଷ ପର୍ଯ୍ୟାୟ। ଯଦି ସେ ଅଗ୍ନିରେ ଏ ଘର ଯଦି ପୋଡିଗଲା, ତାହେଲେ ଆଉ ତାହାର ଅସ୍ତିତ୍ୱ ରହିବନି।
କିନ୍ତୁ ସେ ଅଗ୍ନିରେ ଯଦି ଏ ଘର ତିଷ୍ଠିଲା, ତୋଫାନରୁ ସିନା ରକ୍ଷା ପାଇବା ପାଇଁ ଜାପାନୀ ଲୋକମାନେ ଘର ବନେଇଦେଲେ, ବିଚାର ଦିନରୁ ଅଗ୍ନିରୁ ରକ୍ଷା ପାଇବା ପାଇଁ ଘର ବନେଇଛନ୍ତି କି? ଇଟା ବାଲି ସିମେଣ୍ଟ ପଥର କଂକ୍ରିଟ ଲୁହା ଟାଇଲ୍ସ ମାର୍ବଲର ଘର ସିନା ଆମେ ବନେଇକି ଅଛୁ, ଗିର୍ଜା ଘର ବନେଇକି ଆମେ ଖୁସି ହଉଛୁ, ମାର୍ବଲ ଉପରେ ମାର୍ବଲ। କିନ୍ତୁ ଆମ ମାନଙ୍କ ପାଇଁ ପ୍ରଶ୍ନ, ମିଶନରୀ ମାନେ ବିଦେଶରୁ ଆସିକି ଭିତ୍ତିମୂଳ ବସଉଛନ୍ତି, ସେ ଉପରେ ଆମେ ମଣ୍ଡଳୀକୁ ବିଶ୍ୱାସୀ ମାନଙ୍କୁ କେଉଁ ପ୍ରକାର ତିଆରି କରୁଛୁ? ଛଅ ପ୍ରକାରର ନିର୍ମାଣ ପଦ୍ଧତିର କଥା ପାଉଲ ଉଲ୍ଲେଖ କଲେ। ସୁନା ପରି ଘର, ରୂପା ପରି ଘର, ବହୁମୂଲ୍ୟ ପଥର ପରି ଘର, ତାପରେ କାଠ ପରି, ଛଣ ପରି, ଘାସ। କିଏ କୋଉଟା ତିଆରି କରୁଛ ସାବଧାନ ବୋଲି ପାଉଲ ସେତେବେଳେ ହିଁ କହିଲେ। এইটা মতে বড় ভয় জন্মায়। ଏଣୁ କରି କେହି ଆପଣଙ୍କୁ ଅଟକାଇଲେ ବି ଅଟକିବାର ନାହିଁ। ଆପଣଙ୍କର ନିର୍ମାଣର ପରୀକ୍ଷା ହେବ, ସେଦିନ ପୁରସ୍କାର ମିଳିବ କି କ୍ଷତି ମିଳିବ ଜାଗ୍ରତ। କେହି ଅଟକାଇଲେ ଅଟକିବାର ନାହିଁ, କିଏ ଡରାଇଲେ ଡରିବାର ନାହିଁ। ଯୋଉ ନିର୍ମାଣ କରିବା ପାଇଁ ଆହ୍ୱାନ ପାଇଛ ସେଟା କରିବାକୁ ପଡିବ। ହାଲେଲୁୟା। ଲୋକକୁ ଡରିକି ପାଳ ଗଦା କରିକି ପଳେଇବ ନାହିଁ, ଲୋକକୁ ଡରିକି ଛଣ ଗଦା କରିକି ପଳେଇବ ନାହିଁ। ସେ ଜାଗାରେ 6ଗୋଟି ଧାତୁ ମଧ୍ୟରୁ ମୁଁ 2 ଭାଗ କରୁଛି। କୋଉ କୋଉ ଭାଗ? ଅଗ୍ନିକୁ ସହିବା ଗୋଟେ ଦଳ, ଅଗ୍ନିରେ ନଷ୍ଟ ହେବା ଗୋଟେ ଦଳ। କୋଉଟା କୋଉଟା ଅଗ୍ନିରେ ପୋଡିକି ନଷ୍ଟ ହେଇଯିବ କୁହନ୍ତୁ? କାଠ, ଘାସ, ଛଣ। ଏମାନେ ଅଗ୍ନିରେ ଠିଆ ହେଇପାରିବେ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଧିକାଂଶ ମଣ୍ଡଳୀ କାଠ ପରି ହିଁ, ଛଣ ପରି ହିଁ, ଘାସ। କଣ କାଠ ମାନେ କଣ? କାଠ ଆଉ ଗଛର ପାର୍ଥକ୍ୟ କଣ ପିଲାମାନେ? ଗଛ ମାନେ ଜୀବନ୍ତ, କାଠ ମାନେ ମୃତ। ପାଉଲ କହିଲେ ଧାର୍ମିକ ମାନେ ଗୀତ ସଂହିତାରେ ଗୀତ ଭକ୍ତ କହିଲେ ଧାର୍ମିକ ମାନେ ଏରସ ତାଳ ବୃକ୍ଷ। ଧାର୍ମିକ ମାନଙ୍କୁ ଗଛ ସେ ତୁଳନା କରାଯାଇଛି, କିନ୍ତୁ କୌଣସି ଧାର୍ମିକ କାଠ ବୋଲି କୁହାଯାଏ। ଗଛ ମରିଗଲେ ହିଁ, ଶୁଖିଗଲେ ହିଁ କାଠ। ଦିନେ ବଞ୍ଚିଥିଲା, ଏବେ ଜୀବନ ନାହିଁ। ଯୋଉମାନେ ଦିନେ ଆଜ୍ଞା ମୁଁ ପରିତ୍ରାଣ ପାଇଥିଲି, ଦିନେ ମୁଁ ପରଭାଷା କହୁଥିଲି, ଦିନେ ମୁଁ ଦର୍ଶନ ଦେଖୁଥିଲି, ଦିନେ ମୁଁ ପ୍ରଭୁଙ୍କ ପାଇଁ ଠିଆ ହେଇଥିଲି, ଏବେ ସବୁ ସରିଯାଇଛି। କାଠ। କାଠ ବୋଲି କହିଲେ ମୃତ। ବାଇବଲର 4 ପ୍ରକାର ମୃତ ମାନଙ୍କ କଥା ମୁଁ କହିବି। ନମ୍ବର 1, ଅନାଜ୍ଞାବହ ମାନେ ମୃତ ଅଟନ୍ତି। ଆଦମ ହବା ଯେଉଁ ଦିନ ଅନାଜ୍ଞାବହ ହେଲେ ସେଦିନ ମୃତ ହେଲେ। ନମ୍ବର 2, ଅପବ୍ୟୟୀ ପୁତ୍ର ଫେରି ଆସିଲା, ବାପା କହିଲେ ମୋ ପୁଅ ମୃତ ହେଇକି ଥିଲା। ଯୋଉମାନେ ବାପାଙ୍କ ଗୃହରୁ ଦୂରରେ, ଯୋଉମାନେ କାମ ଭିଳାସରେ, ଲୁକ 15 ଅଧ୍ୟାୟ 29, 30, 31, 32 ପଢିବେ, ସେ ବେଶ୍ୟା ମାନଙ୍କ ସହିତ ସବୁ ଉଡାଇ ଦେଲା। ଆଜିର ଭେଣ୍ଡିଆ ମାନେ ବି ବେଶ୍ୟା ମାନଙ୍କ ସାଙ୍ଗରେ ଲାଗିଛନ୍ତି। ଗିର୍ଜାରେ ବସିଲେ କଣ ହେବ? ତମେ ଫେସବୁକ ରେ ଯୋଉ ମିନିସ୍କର୍ଟ ପିନ୍ଧିକି ଯୋଉ ନାଚୁବା ଲୋକମାନଙ୍କୁ ଦେଖୁଛ, ପ୍ରାର୍ଥନା ମା ମାନେ କି ସେମାନେ ଇନଷ୍ଟାଗ୍ରାମ ରେ ଅର୍ଦ୍ଧନଗ୍ନ ହେଇକି ଯୋଉମାନେ ନାଚୁଛନ୍ତି, ଆଉ ଭେଣ୍ଡିଆ ମାନେ ବିଶ୍ୱସ୍ତ ହେଇକି ରାତି 2ଟା ଯାଏ ଅନଉଛନ୍ତି। ତୁମେ ସିନା କହିବ ମୁଁ ଆତ୍ମିକ ପିଲା ବୋଲି, ତୁମର ମୋବାଇଲ କହୁଛି ତୁମର ସୌଭାଗିତା ବେଶ୍ୟା ମାନଙ୍କ ସହିତ ଅଛି। ଗୋଟେ ବୃଦ୍ଧ ଲୋକ ରିଟାୟାରମେଣ୍ଟ ହେଲା ପରେ ଅଶ୍ଳୀଳ ଭିଡିଓ ଗୁଡାକର କ୍ୟାସେଟ ରଖିକି ଦିବାରାତ୍ରି
ମାତିକି ଅଛି। ବୟସ ଯାହା ବି ହେଉ, ଯଦି କେହି ପାପରେ କାମ ବିଳାସରେ ଯଦି କେହି ଲିପ୍ତ ହେଇକି ଅଛି, ସେ କାଠ। ଆଜିର ମଣ୍ଡଳୀରେ ଆମେ ସେବକ ମାନେ ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ କି ଘର ନିର୍ମାଣ କରୁଛୁ? ସଂଶୋଧନର ସେବା କାହିଁକି ହେଉନାହିଁ? ଆମ ଯୁବା ମାନେ ମଦ ଛାଡୁନାହାନ୍ତି, ବ୍ୟଭିଚାର ଛାଡୁନାହାନ୍ତି, ଚରିତ୍ରହୀନ ବୃତ୍ତି ଛାଡୁନାହାନ୍ତି। ସେମାନଙ୍କ ପାଇଁ ମଣ୍ଡଳୀରେ କଣ ଏଜେଣ୍ଡା ଅଛି? ରବିବାର ଗିର୍ଜାରେ ମନୁଷ୍ୟକୁ ଖୁସି କରୁଛି। ସୁଗାର ଧରିଛି ବୋଲିକି ବାକ୍ୟ କମ କରି ଜଲ୍ଦି ସାରି ଦଉଛନ୍ତି। ନାଇଁ, ତାଙ୍କୁ ସୁଗାର ହେଇଥିବ। ଇଆଡେ ମଣ୍ଡଳୀ କୁଇଁ ଗଲାଣି, ସେ ଚିନ୍ତା। ଇଆଡେ ସଢି ଗଲାଣି କାଠ, ସେ ଚିନ୍ତା ନାହିଁ। ମୁଁ ଶୁଣୁଥିଲି, ଏତେ ସଠିକ ଖବର ପାଇନାହିଁ, ସୌରା ସମ୍ମିଳନୀରେ ପୁଣି ତାଙ୍କର ସଭା ମାନଙ୍କୁ ଆନାଉନ୍ସ କରିଦଉଛନ୍ତି ବା କହି ଦଉଛନ୍ତି, ଯାହାକୁ ସୁଗାର ଅଛି ବିସ୍କୁଟ ପାଣି ବୋତଲ ମଧ୍ୟ ଧରିକି ବସ। ଚୁପଚାପ ଭୋକ ଲାଗିଲା, ଦୁଇଟା ଚୋବେଇ ଦେଲେ, ପାଣି ପିଇ ଦେଲେ। କିଛି ଗୋଟେ କରିବାକୁ ପଡିବ ଆଜ୍ଞା। ଜଣେ ଲୋକ ସୁଗାର ହେଇଛି ବୋଲିକି ବାକି ସମସ୍ତଙ୍କୁ ଜଲ୍ଦି ସାରିଦେବ। କୋଉଠି ପାଠ ହେଇଥାଏ? କେତେକ ଗିର୍ଜା ବାରେ ପଇସା ବାଲା ମାନଙ୍କୁ ଖୁସି କରିବାକୁ ଯାଇକି ଖ୍ରୀଷ୍ଟଙ୍କ ଭିତ୍ତିମୂଳ ଉପରେ ମାନେ କାଠ ଗଦା କରିଦଉଛି। ତୁମେ ଯେମିତି ହେଇ ମଲେ ମୋର, ମତେ ଦାନ ମିଳୁଥାଉ। ତମେ ଯେମିତି ହେଇଗଲେ ଛୁଅ, ମୋର ପଇସା ମତେ ମିଳୁଥାଉ। ପ୍ରଭୁ ଆମର ବି ବିଚାର କରିବେ। ବିଚାର ସଦାପ୍ରଭୁଙ୍କ ଗୃହରୁ ଷ୍ଟାର୍ଟ ହେବ। ପ୍ରଥମେ ଏ ଯୋଉ ବଡ ବଡ ପୋଷ୍ଟର ମାନଙ୍କୁ, ଲାଇଭ ଭିଡିଓ ମାନଙ୍କୁ ଯୋଉମାନେ ବେଶୀ ହଉଛନ୍ତି, ଆଙ୍କୁ ପଚାରିବେ, ବାବୁ ତୁ ଯାଇଥିଲୁ ଯେ ସକାଳେ ଦେଶୀ ଖାଇଲୁ, ଦିନ ବେଳେ ବିଦେଶୀ ଖାଇଲୁ, ରାତିରେ ସ୍ୱଦେଶୀ ଖାଇଲୁ, ଠିକ କଥା କହିଲୁ ତ? ନା ଆମ୍ଭର ଦାସ ମାନେ ପେଟକୁ ଭୋକି ନ ପାରିବା କୁକୁର ପରି ରହିଲୁ? ମୁଁ କହିବା ପାଇଁ ଚାହେ, ଆମେ କଣ ତିଆରି କରୁଛୁ, କି ପ୍ରକାରର ଘର ଗଢୁଛୁ? ମଣ୍ଡଳୀକୁ, ବିଶ୍ୱାସୀ ମାନଙ୍କୁ ମୃତ ଅବସ୍ଥାରୁ ଯଦି ରକ୍ଷା କରୁନାହୁଁ, ଖାଲି ଯଦି ଆମୋଦ ପ୍ରମୋଦ ଖାଇବା ପିଇବା ଗାଇବା ନାଚିବାରେ ଆମର ସଭା ଯଦି ସରି ଯାଉଛି, ତାହେଲେ ଆମେ ଭିତ୍ତିମୂଳ ଉପରେ କାଠ ଗଦା କରୁଛୁ। ମୁଁ କହିବା ପାଇଁ ଚାହେଁ, ମଣ୍ଡଳୀ ମାନଙ୍କ ପାଇଁ, ମଣ୍ଡଳୀ ମାନଙ୍କରେ ଯୁବା ପୁଅ ମାନଙ୍କ ପାଇଁ, ଯୁବା ଝିଅ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋଗ୍ରାମ ସପ୍ତାହରେ ଥରେ ରଖନ୍ତୁ। ସ୍ୱତନ୍ତ୍ର ପ୍ରୋଗ୍ରାମ କରାଯାଉ ସେମାନଙ୍କ ପାଇଁ। ସଣ୍ଡେ ସ୍କୁଲର ପ୍ରୋଗ୍ରାମ ହଉଛି, ମହିଳା ମାନଙ୍କର ହଉଛି, ଯୁବକ ମାନଙ୍କର ହଉନାହିଁ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ। କାହିଁକି? ଏ ଯୌବନ କାଳରେ ଯଦି ସେମାନେ ସଦାପ୍ରଭୁଙ୍କୁ ପାଇଗଲେ, ସେମାନେ ବହୁତ ବ୍ୟବହାର ହେବେ, ବହୁତ ଲୋକକୁ ପ୍ରଭୁଙ୍କ ପାଖକୁ ଆଣିପାରିବେ। ଏଣୁ ପ୍ରଭୁଙ୍କ ଲୋକମାନେ କାଠ ବୋଲି କହିଲେ ମୃତ, ଯେ ଅବିଳାସରେ ମୃତ, ଯିଏ ପାପରେ ମୃତ, ଯିଏ ଅନାଜ୍ଞା ବହୁତାରେ ମୃତ। ଏଫେସୀୟ 2:2-3 ପଢିଛି। ଅର୍ଥାତ୍ ଯେଉଁ ଆତ୍ମା ଏବେ ହେ ଅନାଜ୍ଞାବହ ସନ୍ତାନମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ,
ଯେଉଁମାନେ ଅନାଜ୍ଞାବହ ଅଟନ୍ତି ସେମାନେ ପୁଣି ଶୟତାନ ଦ୍ୱାରା ଚାଳିତ। ଏଠାରେ ଆମେ କେତେ ଲୋକ କହିପାରିବା ମୁଁ ଆଜ୍ଞାବହ ଅଟେ ବୋଲି? ଶୟତାନର ଏଦନ ଉଦ୍ୟାନରୁ ଏଇ ଲକ୍ଷ୍ୟ ଥିଲା ମଣିଷକୁ ଅନାଜ୍ଞାବହ କରିବା। ଯଦି ଆପଣ ବାକ୍ୟ ମାନୁ ନାହାନ୍ତି, you are under the influence of devil. You may be singing good songs, you may be a good preacher, that doesn't mean you are perfect in the sight of the Lord. ଯଦି ଆପଣ ବାକ୍ୟ ମାନୁନାହାନ୍ତି ଶୟତାନର ପ୍ରତ୍ୟକ୍ଷ ବା ପରୋକ୍ଷ ନିୟନ୍ତ୍ରଣରେ ଆପଣ ଅଛନ୍ତି। ଆଉ ସେମିତି ଲୋକମାନଙ୍କୁ ବାକ୍ୟରେ ପାଉଲଙ୍କ ଦ୍ୱାରା ଲେଖାଗଲା ସେମାନେ ମୃତ। ପ୍ରଭୁଙ୍କ ଲୋକମାନେ ଯଦି ଆମର ମଣ୍ଡଳୀ ବାକ୍ୟ ମାନୁନାହାନ୍ତି ତାହେଲେ ଆମେ କାନାଡିଆନ ମିଶନାରୀ ମାନଙ୍କର ଫାଉଣ୍ଡେସନ ଉପରେ ମୃତ କାଠ ଗଦା କରିଦେଉଛୁ। ଯଦି ଆମର ମଣ୍ଡଳୀର ଯୁବାମାନେ ଶାରୀରିକ ମୃତ, ଯେ ଭୋଗ ବିଳାସରେ ଆସକ୍ତ, ମୃତ ସେ ମୃତ। ସାରଦୀ ମଣ୍ଡଳୀକୁ କହିଲେ ପ୍ରକାଶିତ 3 ଅଧ୍ୟାୟର 2, 3, 4ରେ ତୁମେ ନାମରେ ଜୀବିତ, ପ୍ରକୃତରେ ମୃତ। ତୁମର କର୍ମକୁ ଆମେ ସିଦ୍ଧ ବୋଲି ଦେଖୁନା, ଗୀତ ଗାଇବାର ନେଇ ବୋଲି ଗାଇ ପକାଉଛୁ, ଉପାସନା କରୁନାହାନ୍ତି। ଗୀତ ହେଲା ବେଳକୁ ମୁଁ ପ୍ରତି ସିଙ୍ଗର ମାନଙ୍କୁ କହିବି, ଡୋଣ୍ଟ ବି ଏ ସିଙ୍ଗର। Bible never speaks about singing, it speaks about worshiping. Never be an entertainer singer. ମନୋରଞ୍ଜନକାରୀ ଗାୟକ ହୁଅନ୍ତୁ ନାହିଁ, ସଦା ପ୍ରଭୁଙ୍କର ସନ୍ତୋଷକାରୀ ଉପାସକ ହୁଅନ୍ତୁ। ମତେ ଟିକେ ସୁଯୋଗ ଦିଅ ଆଜ୍ଞା ଯେ ମୋର କଳା ମୁଁ ଦେଖେଇବି। ତୋର କଳା ଜୀବନ ଯାକ କଳା ହେଇଯାଇଛି, ଗଳାର କଳା ଦେଖେଇଦେବି। ବାଦକ ମାନେ ବି ସେମିତି ହେବାକୁ ପଡିବ। ବେଳେ ପ୍ରାୟ ସବୁ ଜାଗାରେ, ପ୍ରାୟ 99% କହିଲେ ଭୁଲ ହେବ ନା, ପରିବେଶ ବାକ୍ୟରେ ପୁରା ସ୍ତିକ୍ତ ହେଇ ଉଦ୍ଦୀପିତ ହେଇ କାନ୍ଦିବା ଅବସ୍ଥାରେ ଥିଲା ବେଳକୁ ଗୋଟେ କରୁଣ ଗୀତ ଗାଇଲେ ଠୁମକ ଠାକୁର ବଜେଇ ଦେବେ ଯେ ସେ ପରିବେଶ ପୁରା କାକର ଥଣ୍ଡା ପାଣି ପକେଇଲା ପରି ହେଇଯାଉଛି। କାହିଁକି ଏ ବାଜା ବଜେଇବା ଲୋକମାନେ ପ୍ରଭୁକୁ ଜାଣିନାହାନ୍ତି, ତାଙ୍କୁ ବଜେଇବାର ଅଛି, ଅପେରା ବୋଲି ଭାବୁଛୁ। ଏଣୁ ମୁଁ କହିବି, ଯେତେ ଲୋକ ଏ ଭିଡିଓ ଦେଖୁଛ, ମିଟିଂ ମାନଙ୍କରେ ପରିତ୍ରାଣ ପାଇଥିବା ପିଲାମାନଙ୍କୁ ବସାଅ, ସ୍ପିରିଚୁଆଲ ପିଲାମାନଙ୍କୁ ବସାଅ, ଯୋଉମାନେ କି ବାକ୍ୟ ଶୁଣୁଥିବେ, ସେ ବାକ୍ୟରେ ମାହୋଲ କଣ ହେଲା ବୁଝିପାରିଥିବେ, ସେ ଅନୁସାରେ ବାକ୍ୟ ବଜେ। ଅପେରା ପରି ନାହିଁ, ଆମକୁ ବେଶୀ ଟ୍ୟାଲେଣ୍ଟେଡ ଦରକାର ନାହିଁ, anointed ଦରକାର। ଆମକୁ ପରଫର୍ମର ଦରକାର ନାହିଁ, ଆମକୁ worshipper ଦରକାର। ଆମକୁ ଏଣ୍ଟରଟେନର ଦରକାର ନାହିଁ, ଆମକୁ ଈଶ୍ୱରଙ୍କର ଡିଭୋସନ କରିବା ଲୋକ। ପ୍ରଭୁଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ଯଦି ଆମର ଜୀବନ ମୃତ ହେଇଯାଇଛି, ସାରଦୀ ମଣ୍ଡଳୀରେ ଅଳ୍ପ କେତେକ ଲୋକ ଶୁକ୍ଳ ବସ୍ତ୍ର ପରିହିତ ହେଇକି ଗମନାଗମନ କରୁଥିଲେ, ବାକି ସବୁ ମୃତ, ସବୁ ମୃତ। ତୁମେ ନାମରେ ଜୀବିତ। ହୋଲ ମଣ୍ଡଳୀକୁ ପ୍ରଭୁ ଆଡ୍ରେସ କରି କହୁଛନ୍ତି ତୁମେ ନାମରେ ଜୀବିତ। ହଁ, କିଛି ଲୋକ ଅଛନ୍ତି ଶୁକ୍ଳ ବସ୍ତ୍ର ପିନ୍ଧୁଛନ୍ତି, ଆଜି ମଣ୍ଡଳୀ ମାନଙ୍କରେ କିଛି ଲୋକ ହିଁ ଅଛନ୍ତି। ସାରଦୀ ମଣ୍ଡଳୀକୁ କୁହାଗଲା, କି ପ୍ରକାର ଶିକ୍ଷା ପାଇଛ ମନେ ପକାଅ, ପରିବର୍ତ୍ତନ
ପରିବର୍ତ୍ତନ ହୁଅ। ପ୍ରଭୁଙ୍କ ଲୋକମାନେ ଯଦି ଆମେ ପରିବର୍ତ୍ତନ ନ ହେଇକି ଆମେ ଗିର୍ଜା ଆସୁଛୁ, ଆମେ ମୃତ କାଠ ଅଟୁ। ଆଉ ବିଚାର ଦିନରେ ଅଗ୍ନି ପରୀକ୍ଷା କରିବ, କାଠ ତିଷ୍ଠିବ କି? ଏଇଟା ହେଲା କାଠର କଥା। ଦ୍ୱିତୀୟ ହେଲା ଛଣ। ଛଣ ଜୀବନ୍ତ ନା ମୃତ? କୁହନ୍ତୁ। ଛଣ ବି ମୃତ। ହେଲେ ଛଣ ଆଉ କାଠ ମଧ୍ୟରେ ପାର୍ଥକ୍ୟ ଅଛି। କଣ? କାଠ ମୃତ ହେଲେ ହିଁ ଟାଣ ବେଶୀ ଆଜ୍ଞା, ମାଲ ଥିବା ଲୋକ ସିଏ ମଦ ବେପାର କରିବ କହୁଥିବ, ଦାନ ବି ଦେଇଦେଉଛି। ତାର କଥା ନ ଶୁଣିଲେ ମଣ୍ଡଳୀକୁ ହୁଳସ୍ଥୁଳ କରିଦେଉଛି। ଥରେ ଗୋଟେ ଜାଗାରେ ମଦ ବେପାର କରିବା ଲୋକମାନେ ସଭା କରି ପକେଇଛନ୍ତି। ଆଉ ସେଠି ମୁଇଁ ଆଉ ବକ୍ତା ଯା ବରିଛ ଆଜ୍ଞା ମଧ୍ୟ ଥିଲେ ବୋଧେ ସେଇଠି। ରାଜୀବ ଜାଣିଲେ କି ଜଣେ ଥିଲେ ବୋଧେ, ଆମର କିଶୋର ଭାଇ କି ଜଣେ ଥିଲେ। ପରେ ମୁଁ ଖବର ପାଇଲି ଯେ ଆଜ୍ଞା ଜାଣିଛନ୍ତି କି କୋଉ ପଇସାରେ ସଭା ହେଇଛି? ମଦ ବେପାର ଲୋକମାନେ ସଭା କରିଦେଲେ। ଚାଲିଛି କାଠ ଟାଣ ବେଶୀ। ଗୋଟେ ବଣ୍ଡଲ ଧରେଇ ଦେଲେ ପାଷ୍ଟର ମୁହଁ ବନ୍ଦ, ଆଉ ଗୋଟେ ବଣ୍ଡଲ ଧରେଇ ଦେଲେ ବକ୍ତା ମାନଙ୍କର ମିଶା ବନ୍ଦ। କିନ୍ତୁ ବିଚାରି ଦିନରେ ନିଆଁକୁ ବନ୍ଦ କରି ହେବ ନାହିଁ। ଆମେ ଏମିତି ଜାଲରେ ଫସୁଛୁ। କିଏ କୋଉ ପଇସାରେ ସଭା କରୁଛି ସେଇଟା ବି ଧରା ପଡୁନି। ଏମିତି କେତେ ଜାଗା ଅଛି ଲୋକମାନଙ୍କର ପଇସା ବି ଠିକ ନାହିଁ ଆଜ୍ଞା। 2 ନମ୍ବର କାରବାର କରିକି ଯଦି ପଇସାରେ ସଭା କରୁଛନ୍ତି, ସେ ସଭାକୁ କିସ ବୋଲି ଆମେ ଯିବୁ? ହେଲେ ମଧ୍ୟ ଭଗ୍ନା ହେଇକି ପଡୁଛୁ। କାହିଁକି ଜଣା? ଗୋଟେ ଆଶା ଅଛି କଣ? ଯେମିତି ବି ହେଲେ ଖ୍ରୀଷ୍ଟ ପ୍ରଚାରିତ, ସେ ଆଶାରେ ଚାଲିଛି। କିନ୍ତୁ କହିବା ପାଇଁ ଚାହେଁ, ଛଣ ଗଦା ନ କରୁ। କେତେ ଲୋକ କାଠ ପରି ଟାଣ ଥିବେ, ତାଙ୍କୁ ହଲେଇ ହବ ନାହିଁ। କେତେ ଲୋକ ଛଣ ପରି ଦୁର୍ବଳ। ଦୁର୍ବଳ ହେଲେ ମଧ୍ୟ ଛଣ ଘରର ଥଣ୍ଡା ପରି କୋଉ ଥଣ୍ଡା, ତାର ବି ଲାଭ ଅଛି। ଦୁର୍ବଳ ହେଲେ ମଧ୍ୟ ସେ ବହୁତ ଲୋକ ସାହାରା ଦଉଛି। ଗୋଟେ ଲଫା ପାରେ କେତେ ପାଷ୍ଟର ମାନେ ବିକି ହେଇଯାଉଛନ୍ତି। ପାଳକ ପ୍ରଚାରକ ବକ୍ତା ମାନେ ବି ଲଫାପା ଦେଖିଲେ, ଜଣେ କହିଲା ମତେ ଆଜ୍ଞା କଭରରେ ପାୱାର ବୋଲୁଛି। କଭରରେ ପୁଣି ମୋଟା କଭର ହେଲେ ବେଶୀ ପାୱାର, ମିଡିୟମ କଭର ହେଲେ ମିଡିୟମ ପାୱାର, ଛୋଟ କଭର ହେଲେ ଛୋଟ ପାୱାର, नो କଭର ଥିଲେ नो ପାୱାର। ବିକି ହେଇଯାଇଛୁ ଆମେ। ପ୍ରଭୁଙ୍କ ଲୋକମାନେ ଭିତ୍ତିମୂଳ ଉପରେ ଛଣ ଗଜା କରିନୁ ତ? ଯଦି ଆମ ଲୋକମାନେ ମୃତ ଅବସ୍ଥାରୁ ଫେରି ଆମକୁ ପ୍ରଭୁ ବିଚାର କରିବେ, ଏଇଟା ହଉଛି ଚିନ୍ତାର ବିଷୟ। ତୁମକୁ ଦିଆଯାଇଥିଲା ମଣ୍ଡଳୀ, ତୁମେ କଣ କଲ? ଭିତ୍ତିମୂଳ ଉପର କାମ ଆମକୁ ଦିଆଯାଇଛି ଆଜ୍ଞା। କାହାରିକୁ ଭିତ୍ତିମୂଳ ଖୋଳିବା କାମ ବି ଦିଆଯାଇଛି। କିନ୍ତୁ ଆଜିର ପ୍ରସଙ୍ଗାନୁସାରେ ଜିହୁଦା କହୁଛନ୍ତି ଧର୍ମ ଜୀବନ ରୂପ ଗୃହ ପବିତ୍ର ବିଶ୍ୱାସ ଉପରେ ନିର୍ମାଣ କର। କାଠ ଉପରେ ନାହିଁ, ଛଣର ନାହିଁ, ଖ୍ରୀଷ୍ଟଙ୍କ ଉପରେ ଆମର ଗୃହ ପବିତ୍ରତାର ଗୃହ ହେଉ। କାଠ ହେଉଛି ମୃତ, ଛଣ ବି ମୃତ। ରହିଲା ଘାସ। ଘାସ କଣ ଅଟେ? ଘାସ ହଉଛି
ক্ষণস্থায়ী উদ্যোগী খ্রিস্টিয়ান। মাত্র 36। କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି ଆଉ କାଲି ଚୁଲିରେ ପକାଯାଏ, बस घास किए आज अच्छी कल की नहीं, ये होची घास। आज ही पूरा परिवर्तन हो गले कल की फुस आज ही 10 मांस दे देले आ वर्षे जाय देबे ए माने घास आज ही वाक्य सुनी कि उद्दीपित हो गले कल की नहीं। मु कहबा पई चाहे घास होतु नहीं, घास टेम्पररी रिवाइवल थिबा विश्वासी आपण अटल होंतु। कहा परी हेबे? सुना परी, रूपा परी होंतु, बहुमूल्य पत्थर परी होंतु, सुना परी घर तैयारी करंतु। सुना कौन उठे? पवित्र जीवन। मलाकी 3:2 पढ़ंतु। आयो 23:10 ମାତ୍ର ତାହାଙ୍କର ଆଗମନ ଦିନ କିଏ ସହିପାରେ? ଆଉ ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନିତୁଲ୍ୟ ଓ ରଜକର ଖାର ସ୍ୱରୂପ। ପୁଣି ସେ ରୌପ୍ୟ ପରିଷ୍କାର ଓ ସୂଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣକୁ ପରିଷ୍କାର କରିବେ ଓ ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ। सुना परी रूपा परी नियारे पकाई पकाई से मान को विशुद्ध करिवे। एणु प्रभुଙ୍କର ଲୋକମାନେ ଆପଣଙ୍କର ଜୀବନ ଯଦି ସବୁବେଳେ ବିଶୁଦ୍ଧ ଅଟେ, ଆପଣ ଭିତ୍ତିମୂଳ ଉପରେ ସୁନାର ଘର ତିଆରି କରିଛନ୍ତି। ହାଲେଲୁୟା। ଆପଣଙ୍କର କଥା ସୂଚି ହେଉ, ଆପଣଙ୍କର ମୁଖମଣ୍ଡଳ ସୂଚି ହେଉ, ଆପଣଙ୍କର ଅନ୍ତଃକରଣ, ଜିଭା, ଚକ୍ଷୁ, କର୍ଣ୍ଣ, ଚିନ୍ତା, ଭାବନା, ବସିବା, ଉଠିବା, ଚାଲିବା, ଶୋଇବା ସବୁ ସୂଚି ହେଉ। ଯଦି ଆପଣ ସର୍ବଦା ପବିତ୍ର ଅଛନ୍ତି, ଆପଣ ସୁନା ତୁଲ୍ୟ ଘର ତିଆରି କରିଛନ୍ତି। ରୂପା ମଧ୍ୟ ସୂଚିକୁ ଦର୍ଶାଏ। ସୁନାର ଆଉ ଗୋଟିଏ ଅର୍ଥ ଆଇବ 23:10 ଲେଖା ଅଛି, ବିଜୟ ଜୀବନକୁ ଦର୍ଶାଏ, ଯୋଉମାନେ ବିଜୟୀ ଅଟନ୍ତି। ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ ସେ ତାହା ଜାଣନ୍ତି। ସେ ମୋହର ପରୀକ୍ଷା କଲା ଉତ୍ତରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ସେ ମୋର ପରୀକ୍ଷା କଲା ଉତ୍ତରେ ଶୁଣନ୍ତୁ, ତାମାନେ ଆପଣ ସୁନା ହେବାର ଅଛି ବୋଲି କହିଲେ ପରୀକ୍ଷାରେ ପାସ୍ ହେଲେ ଯାଇକି ସୁନା। ଯୋସେଫ ପାସ୍ ହେଲା, ସୁନା ହେଲା। ଆୟୁବ ପରୀକ୍ଷାକୁ ଜିତିଲେ, ସୁନା ହେଲା। ଟୋକା ମାନେ, ଟୋକି ମାନେ ପାପର ପରୀକ୍ଷା ଆସିଲା ବେଳକୁ ଯଦି ତୁମେ ହାରି ଯାଉଛ, ତୁମେ ସୁନା ନାହିଁ। ସେବକ ହଉ କି ବିଶ୍ୱାସୀ ହଉ, ଯେ କୌଣସି ପାପର ପରୀକ୍ଷାକୁ ଆମେ ଜିତୁ ନାହୁଁ, ଆମେ ସୁନା ହେଇପାରିବା ନାହିଁ। ପରୀକ୍ଷା ଆସି ଲୁକ 22:29-30 ଯୀଶୁ କହିଲେ, ସିମୋନ ସିମୋନ, ଶୟତାନ ତୁମକୁ ଗହମକୁ ଚାଲୁଣିରେ ଚଲାଇବାକୁ ଅନୁମତି ପାଇଛି। ତାମାନେ ଯୀଶୁ ଅନୁମତି ଦେବେ। ଶୁଣ ପିଲାମାନେ, ତମେ ରିଭାଇଭାଲ ମିଟିଂ ରେ ଆସୁଛ, ଶିଖୁଛ, ଏଇଟା ତୁମର ସ୍କୁଲ ଅଟେ, ଟ୍ୟୁସନ ସେଣ୍ଟର ଅଟେ। ତମେ ଚର୍ଚ୍ଚରେ ଶିଖୁଛ, କୋଚିଂ ନେଉଛ, ତମେ ବାଇବଲ ଶୁଣୁଛ, ଶିଖୁଛ, ତମେ ଟ୍ରେନିଂ ନେଉଛ। ପ୍ରଭୁ ପରୀକ୍ଷା କରିବା ପାଇଁ ଶୟତାନକୁ ଅଧିକାର ଦେବେ। ଯାଅ, ଏତେ ପଢିଲା ମୋର ପିଲା, ଏତେ ଭଲ ଭଲ ଫ୍ୟାକଲ୍ଟି ମାନଙ୍କୁ, ପ୍ରଫେସର ମାନଙ୍କୁ, ଟିଚର ମାନଙ୍କୁ, ବକ୍ତା ମାନଙ୍କୁ ପଠେଇକି ମୁଁ ଶିଖେଇଛି। କେତେ ଶିଖିଛନ୍ତି ଟିକେ ଯାଇ ପରୀକ୍ଷା କର। ଶୟତାନକୁ ପ୍ରଭୁ ଅନୁମତି ଦେବେ। ତମେ ପ୍ରାର୍ଥନା ସବୁବେଳେ କରୁଛ ନା ନାଇଁ? ପରୀକ୍ଷା ହବ।
तुम्हारा विश्वस्ततार परीक्षा हेबो प्रकाशित 3:10 3:10 ना 2:10 2:10 मरण पर्यंत विश्वस्त रुह तुम मान मध्य शैतान काहारी काहारी को परीक्षा करबा पाई कारागार रे निक्षेप करिवो जे शेष पर्यंत विश्वस्त रहिबो अल्प दिन विश्वस्त नहीं 2 दिन कष्टे मष्टे प्रार्थना कली आज्ञा तापर आ होई कष्टे मष्टे सीरियल छाड़ी के 4 दिन रहिली तापर तो ओकु बुकु लागी गला आ छाड़ी हो नहीं कष्टे मष्टे गोटे 2 मास आगे 10 मांस देइछि तापर आ विश्वस्त हो नहीं आमे गोटे आ पारबो की आज्ञा सुनो छण गुडा को घास गुडा अनुताप करो सुना ही सुना जेते परीक्षा आसीबो जय पाइबा को पड़िबो क्यों माने जय पाइबे आगे जो माने होमवर्क करिछिन जो माने प्रतिदिन शास्त्र ध्यान रे समय बितांती उपवास सप्ताह रे कम से कम थरे करंती कम से कम थरे जो माने दिन को कम से कम घंटा है 1.5 घंटा 2 घंटा प्रभु को पातळे बसंती से माने मध्य बेले बेले टळमळ हो जानती परीक्षा रे आउ जो माने केबे करू नाहंती ए माने केमिति परीक्षा को जय कर आम प्रभु परीक्षा रे पकांती अब्राहम को छाड़िले नहीं जोसेफ को छाड़िले नहीं परीक्षा रे जेते बेले भी लोक पास होइचंती आशीर्वाद आसी परीक्षार शेष रे जीवन मुकुट अछि परीक्षार शेष रे प्रमोशन अछि परीक्षा को जय न कले आपण सुना ही पारिबे रूपा ही पारिबे बहुमूल्य पत्थर ही पारिबे धर्म जीवन रूपक गृह केउ धातु रे हमें तैयारी करूछु सोना परि पवित्रता रे मंडली को पवित्रता रे बढ़ाइबा पई हमर चेष्टा चलीछि ना तुम्हें जेमती काठ हो छण हो जेमती ही मर बोली हम छाड़ी देछु गृह निर्माण दरकार एणु पाउलो कहले मो बुद्धिमान गृह निर्माणकारी तुले भित्तिमूल भलरे बसै दिछ ता ऊपर तुमे कोन निर्माण करछ साबधान काहे विचार दिन रे अग्नि परीक्षा कर आसंत प्रभु को लोक माने चक्षु बंद कर प्रभु यीशु का आगमन अति सन्निकटवर्ती अति सन्निकट से शीघ्र आसुछंती से शीघ्र आसुछंती এই 5 মিনিট আমি প্রার্থনা করি যদি আଜିର ବାକ୍ୟାନୁସାରେ ଆମ ଜୀବନ କାଠ ପରି ଛଣ ପରି